ମୁଁ ହେଲି ମିଷ୍ଟର କୁଲ। ତ ଆପଣଙ୍କୁ ସ୍ୱାଗତ କରୁଛି ଆମ ୟୁଟ୍ୟୁବ ଚ୍ୟାନେଲରେ। ତ ଆଜି ଆମ 77ତମ ସାଧାରଣତନ୍ତ୍ର ଦିବସ ହବ। ତ ସେଇ ଉପଲକ୍ଷେ ଆମେ ଆମର ପତାକା ଉତ୍ତୋଳନ ପାଇଁ ଆମ ମୁଖ୍ୟ ଗେଷ୍ଟ କୁ ଡାକିବା ପାଇଁ ଯାଉଛୁ। ଛୁଲୁପତି ଯିଏକି ଛୁଲୁପତି ସେ ରୁମ ରେ ଥିବେ। ତ ଚାଲନ୍ତୁ ଯିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଡାକିବା। ଚାଲ ଟିକେ ଆସିବେ ଆପଣଙ୍କୁ କ୍ଷମା କରିବେ ଦର୍ଶକ ବନ୍ଧୁ। ଆମ ମୁଖ୍ୟ ଅତିଥି ଯିଏକି ମିଷ୍ଟର ଖଡୁସ ଛୁଲୁପତି ସେ ଭୀଷଣ ଯନ୍ତ୍ରଣାରେ ଅଛନ୍ତି, ଯାହାକି ଆପଣମାନେ ଦେଖିପାରିଲେ। ଏବେ ଆମେ ଆମର ଆଉ ଜଣେ ଗେଷ୍ଟକୁ ଡାକିବା। ତାଙ୍କ ଉପଲକ୍ଷେ ତାଙ୍କର ଜାଗାରେ କଭର କରିବା ପାଇଁ ଆଉ ଜଣେ ଗେଷ୍ଟକୁ ଡାକିବା। ତ ଚାଲନ୍ତୁ ଯିବା ତାଙ୍କର ମତାମତ ନେବା। ମିଷ୍ଟର ଖଡୁସ ଯିଏକି ଆମ ମୁଖ୍ୟ ଅତିଥି। ଚାଲନ୍ତୁ। ଆଜି ଆମର 77ତମ ସାଧାରଣତନ୍ତ୍ର ଦିବସକୁ କାଗଜ କରିଛୁ। ଆପଣ ଆମର ଟିକେ ପତ୍ରିକା ହଲେଇଦେଲେ ଆମେ ଖୁସି ଆପଣଙ୍କୁ ଆମର ଦୁଇଟା ପତ୍ରିକା କିଆକି କହେ। ତ ଆମର 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା। ତ ଆମର ମୁଖ୍ୟ ଅତିଥି ଭାବରେ ଆମେ ସ୍ୱାଗତ କରିଛୁ ମିଷ୍ଟର ଖଡୁସ, ଯିଏକି ଅନୁଗୁଳ ଉପସ୍ଥିତ ଜିଲ୍ଲାରୁ ଆସିଛନ୍ତି। ଆଉ ତ ମୁଁ ଅନୁରୋଧ କରିବି ଆମ ମୁଖ୍ୟ ଅତିଥିଙ୍କୁ ଆମ ପତାକା କରିବି ଆମ ମୁଖ୍ୟ ଅତିଥିଙ୍କୁ ଆମ ପତାକା ଉତ୍ତୋଳନ କରିବା ପାଇଁ। ଗୀତଟା ଏବେ ରହ ଆଗ ହଲେଇ ସାର ମୁଁ ଏବେ ଆମ ପତାକା ଉତ୍ତୋଳନ ସରିଯାଇଛି। ତ ମୁଁ ଏବେ ମୋ ସହପାଠୀକୁ ଅନୁରୋଧ କରିବି ସେ ଦୁଇ ପଦ କିଛି କହିବେ ଆମ ଭାରତ ମାତା ବିଷୟରେ। ସମ୍ମାନୀୟ ଆମର ସମ୍ମାନୀୟ ଆମର ମୁଖ୍ୟ ଅତିଥି ମିଷ୍ଟର ଖଡୁସ, ତା ସାଥିରେ ମୋ ସହପାଠୀ ମିଷ୍ଟର କୁଲ। ଆଜି ହଉଛି ସାଧାରଣତନ୍ତ୍ର ଦିବସ, ତେଣୁ ମତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟବାଦ କରୁଛି। ଆପଣଙ୍କର ଅଧିକ ସମୟ ନ ନେଇ ମୋ ବକ୍ତବ୍ୟ ଏଇଠି ଶେଷ କରିବି। ଜୟ ହିନ୍ଦ। ତାଳି ମାରୁନ ଭାଇ। ଆମର ମୁଖ୍ୟ ଅତିଥିଙ୍କୁ ଅନୁରୋଧ କରିବି ସେ ଆମ ଭାରତ ମାତାଙ୍କ ବିଷୟରେ କିଛି ଦୁଇ ପଦ ତାଙ୍କ ବକ୍ତବ୍ୟ ଦିଅ। ତାଙ୍କ ମୁଖରୁ ପ୍ରସାର କରିବେ। କହ। ତ ଏବେ ଆମର ସମସ୍ତ କାର୍ଯ୍ୟକ୍ରମ ସରିଯାଇଛି। ଏବେ ବୁନ୍ଦି ଲଡୁ ବିତରଣର ସମୟ ଆସିଯାଇଛି। ତ ମୁଁ ମୋ ସହପାଠୀକୁ ଅନୁରୋଧ କରୁଛି ସେ ଯାଇକି ବୁନ୍ଦି ଲଡୁ ବିତରଣ କରିବେ। ଯାଆନ୍ତୁ ଆପଣ